ଅତୀତରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ଜାଣିବା ପାଇଁ ଆମେ ଇତିହାସକୁ ପଢ଼ିଥାଉ। ଆମ ଇତିହାସ ଆମ ଗର୍ବ ଗୌରବକୁ ବହନ କରିଥାଏ। ତେବେ ଆଜି ହେଉଛି 14 ସେପ୍ଟେମ୍ବର 2025। ଆସନ୍ତୁ ଜାଣିବା ଆଜିର ଇତିହାସ। ପ୍ରତିବର୍ଷ 14 ସେପ୍ଟେମ୍ବରରେ ହିନ୍ଦୀ ଦିବସ ପାଳନ କରାଯାଏ। କାରଣ 14 ସେପ୍ଟେମ୍ବର 1949ରେ ବିଧାନସଭାରେ ନିଷ୍ପତ୍ତି ହୋଇଥିଲା ଯେ ହିନ୍ଦୀ ସରକାରୀ ଭାଷା ହେବ। ଭାରତର ଅଧିକାଂଶ ଅଞ୍ଚଳରେ ହିନ୍ଦୀ ଭାଷା କୁହାଯାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। 1953 ପରଠାରୁ ଆଜିର ଦିନକୁ ସାରା ଦେଶରେ ହିନ୍ଦୀ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା। ହିନ୍ଦୀର ମହତ୍ତ୍ୱ ବଜାୟ ରଖିବା ସହ ଏହାର ପ୍ରଚାର ପ୍ରସାର କରିବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ର ସରକାରଙ୍କ ପାଇଁ ହିନ୍ଦୀ ଓ ଇଂରାଜୀ ହେଉଛି ଭାରତର ଦୁଇଟି ସରକାରୀ ଭାଷା। ଅନ୍ୟପକ୍ଷେ ସମ୍ବିଧାନ ସମୁଦାୟ 22ଟି ଭାଷାକୁ ସ୍ୱୀକୃତି ଦେଇଛି। ବିଶ୍ୱର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଭାଷାମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ହିନ୍ଦୀ। ଖଣିଜ ତୈଳ ଉତ୍ପାଦନକାରୀ ଦେଶମାନଙ୍କ ଦ୍ୱାରା 14 ସେପ୍ଟେମ୍ବର 1960ରେ ଓପିଇସି ପ୍ରତିଷ୍ଠା କରାଯାଇଥିଲା। ଏହାର 5 ପ୍ରତିଷ୍ଠାତା ସଦସ୍ୟ ଦେଶ ଇରାନ, ଇରାକ, କୁୱେତ, ସାଉଦି ଆରବ ଏବଂ ଭେନେଜୁଏଲା ଥିଲେ। ସଦସ୍ୟ ଦେଶମାନଙ୍କ ମଧ୍ୟରେ ପେଟ୍ରୋଲିୟମ ନୀତିର ସମନ୍ୱୟ ଏବଂ ଏକୀକରଣ ପାଇଁ ଏହି ସଂଗଠନ ଏକ ସ୍ଥାୟୀ ଆନ୍ତଃ ସରକାରୀ ସଂସ୍ଥା ଭାବରେ ସୃଷ୍ଟି ହୋଇଥିଲା। 1914 ସେପ୍ଟେମ୍ବର 14ରେ ଜନ୍ମଗ୍ରହଣ କରିଥିଲେ ଗୋପାଳ ଦାସ ପରମାନନ୍ଦ ସିପ୍ସି। ସେ ଜଣେ ଭାରତୀୟ ଚଳଚ୍ଚିତ୍ର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଥିଲେ ଯିଏ ବଲିଉଡରେ କାମ କରିଥିଲେ। ସେମାନଙ୍କର ବାଣିଜ୍ୟିକ ଆଗ୍ରହ ଯୋଗୁଁ ସେମାନେ ବ୍ରିଟିଶ ଏବଂ ଅନ୍ୟାନ୍ୟ ୟୁରୋପୀୟମାନଙ୍କ ସହିତ ପ୍ରାୟତଃ ଯୋଗାଯୋଗ କରୁଥିଲେ। ତେଣୁ ସେମାନେ ଅନୌପଚାରିକ ସ୍ନେହର ଚିହ୍ନ ଭାବରେ ଏବଂ ଇଂରାଜୀ ଭାଷାରେ ଏହା ସହଜ ହୋଇଥିବାରୁ ସିପି କହିବା ଆରମ୍ଭ କରିଥିଲେ। ସେ ବହୁ ବର୍ଷ ଧରି ଭାରତୀୟ ଚଳଚ୍ଚିତ୍ର ମହାସଂଘର ସଭାପତି ଥିଲେ। 1968 ଏବଂ 1982ରେ ଫିଲ୍ମଫେୟାର ପୁରସ୍କାର ଜିତିଥିଲେ। 1971 ସେପ୍ଟେମ୍ବର 14ରେ ମୃତ୍ୟୁବରଣ କରିଥିଲେ ତାରାଶଙ୍କର ବନ୍ଦୋପାଧ୍ୟାୟ। ସେ ଜଣେ ବଙ୍ଗଳା ଔପନ୍ୟାସିକ ଥିଲେ। ସେ 65 ଗୋଟି ଉପନ୍ୟାସ, 53 ଗୋଟି ଗପ ବହି, 12 ଗୋଟି ନାଟକ, 4 ଗୋଟି ରଚନା, 2 ଗୋଟି ଭ୍ରମଣ କାହାଣୀ ରଚନା କରିଥିଲେ। ତାଙ୍କ ସାହିତ୍ୟ ଅବଦାନ ନିମନ୍ତେ ସେ ପଦ୍ମଭୂଷଣ, ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ବ୍ୟୁରୋ ରିପୋର୍ଟ, ଖବର ଓଡ଼ିଶା।